ମଣ୍ଡଳୀରେ ଆଜି ପ୍ରଭୁଙ୍କର ଲୋକମାନଙ୍କ ସହିତ ଆଲୋଚନା କରିବା ପାଇଁ ମୋତେ ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ବହୁତ ଧନ୍ୟବାଦ ଦିଏ। ଭୁବନେଶ୍ୱର ବର୍ଷର ମଣ୍ଡଳୀରେ ମୁଁ ନିୟମିତ ଭାବରେ ପ୍ରଭୁଙ୍କର ଆଲୋଚନା କରେ ଏବଂ ପ୍ରଭୁ ଆପଣମାନଙ୍କ ସହିତ ଆଜି ମୋତେ ସୁଯୋଗ ଦେଇଛନ୍ତି ପୁନର୍ବାର, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆମେ ଯେତେବେଳେ ସେଇ ଗୀତ 111କୁ ପଢ଼ୁଛୁ, ବିଭିନ୍ନ ଚିନ୍ତା ଆମମାନଙ୍କୁ এই গীত ଦେଇଥାଏ ଯଦ୍ୱାରା କି ଆମେ ଅର୍ଥପୂର୍ଣ୍ଣତାର ସହିତ ପ୍ରଭୁଙ୍କର ପ୍ରଶଂସା କରିପାରିବା। ପ୍ରଭୁ ମହାନ, ଆଉ ଯେହେତୁ ପ୍ରଭୁ ମହାନ ତାଙ୍କର କାର୍ଯ୍ୟ ମଧ୍ୟ ମହାନ, ଆଉ ସେ ମହାନ କାର୍ଯ୍ୟ ମାନଙ୍କର ଭିତରେ ଯଦି ଦେଖିବା, ସେ ଗୋଟେ ମହାନ କାର୍ଯ୍ୟ ଯୋଉଟା କରୁଛନ୍ତି। ଆଉ 9 ଲେଖା ଅଛି, ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇ ଅଛନ୍ତି। ସେ ଅନନ୍ତ କାଳ ନିମନ୍ତେ ଆପଣା ନିୟମ ଆଜ୍ଞା କରିଅଛନ୍ତି। ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ। ପ୍ରଭୁ ସେ ମହାନ ପରମେଶ୍ୱର, ସେ କୃପାମୟ ପରମେଶ୍ୱର, ଏବଂ ଯେହେତୁ ସେ ମହାନ ଏବଂ କୃପାମୟ ପରମେଶ୍ୱର, ସେ ମଧ୍ୟ ମୁକ୍ତିଦାତା ପରମେଶ୍ୱର। ଜଗତର ସୃଷ୍ଟିକୁ ଯଦି ଆମେ ଦେଖିବା, ଦ ହୋଲ୍ ୟୁନିଭର୍ସ, ସର୍ବବିଶ୍ୱ ତାଙ୍କ ଦ୍ୱାରା ସୃଷ୍ଟି ହେଲା। But he is not concerned for the mighty creation. ବଡ଼ ବଡ଼ ସୃଷ୍ଟି ଉପରେ ତାଙ୍କର ଧ୍ୟାନ ନାହିଁ, କିନ୍ତୁ ସେ ବିଶେଷ ଭାବରେ ଯେ ମନୁଷ୍ୟକୁ ସୃଷ୍ଟି କଲେ, ମନୁଷ୍ୟ ନିମନ୍ତେ ସେ ଏକ ବିଶେଷ ମୁକ୍ତିର ଆୟୋଜନ କଲେ। କାରଣ ମନୁଷ୍ୟ ପରମେଶ୍ୱରଙ୍କ ଦୃଷ୍ଟିରେ ପାପ କରି ସେ ମନୁଷ୍ୟ ପାପ ଠାରୁ ଲିପ୍ତ ହେଇ, ପାପରୁ ଲିପ୍ତ ହେଇକି ପରମେଶ୍ୱରଙ୍କ ଠାରୁ ସେ ପୃଥକ ହେଇଯାଇଥିଲା। ଆଉ ସେଥିପାଇଁ ପରମେଶ୍ୱର ଆପଣା ଯୋଜନା ଅନୁସାରେ ସେ ଆପଣା ଲୋକମାନଙ୍କୁ ରକ୍ଷା କରିବା ପରମେଶ୍ୱର। ନିଶ୍ଚିତ ଭାବରେ ଏହି ମୁକ୍ତି ଯେଉଁ ଲେଖା ଅଛି, ସେ ପୁରାତନ ନିୟମରେ ଅନେକ ପ୍ରକାରର ଶାରୀରିକ ଉଦ୍ଧାର ବିଷୟରେ ଲେଖକ ହୁଏତ ସେ କହନ୍ତି। କାରଣ ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କୁ ମିଶ୍ରରୁ ମୁକ୍ତି ଦେଲେ, ଆଉ ସେମାନଙ୍କୁ ବିଭିନ୍ନ ଗୋଷ୍ଠୀୟ ଶତ୍ରୁମାନଙ୍କ ଠାରୁ ମୁକ୍ତି ଦେଇଛନ୍ତି। ଆଉ ତାପରେ ସେ ଯଦି ଆମେ ଆଗକୁ ଦେଖିବା, ପରମେଶ୍ୱରଙ୍କର ମହତ୍ତ୍ୱ କାର୍ଯ୍ୟ ସେମାନଙ୍କର ମଧ୍ୟରେ ଥିଲା। ଆଉ ସେଥିପାଇଁ ଇସ୍ରାଏଲର ମୁକ୍ତି ଯୋଗୁଁ ଆଜି ସେମାନେ ବିନଷ୍ଟ ହୋଇନାହାନ୍ତି। କିନ୍ତୁ ଏହି ଇସ୍ରାଏଲ ମାଧ୍ୟମ ଦେଇକି ପରମେଶ୍ୱର ସର୍ବଜଗତର ମୁକ୍ତି ନିମନ୍ତେ ମୁକ୍ତିଦାତାକୁ ପ୍ରେରଣ କଲେ। ଆଉ ସେଥିପାଇଁ ପାଉଲ ଯେତେବେଳେ ପଢ଼ିବା ଗୋଟେ ପଦ, ଆମେ ଯିବା ରୋମିଓ ତାର 5 ଅଧ୍ୟାୟ, ତାର 6 ପଦ ପଢ଼ିବା। ରୋମିଓ 5 ଅଧ୍ୟାୟର 6 ପଦରେ ପାଉଲ ସେ ବିଷୟକୁ କହନ୍ତି ଯେ, କାରଣ ଯେତେବେଳେ ଆମମାନେ ନିରୁପାୟ ଥିଲୁ, ସେତେବେଳେ ଯେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକ ମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ। ଉପଯୁକ୍ତ ସମୟରେ ପରମେଶ୍ୱର ସମୟରେ କ'ଣ ପାଇଁ କାମ କରନ୍ତି? ପୁରାତନ ନିୟମରେ ସେ ବିଭିନ୍ନ ଭାବରେ ମୁକ୍ତିର କାର୍ଯ୍ୟ ସାଧନ କଲେ। ଆଉ ଜଗତର ଲୋକମାନଙ୍କୁ ମୁକ୍ତି କରିବା ପାଇଁ ଯେଉଁ ପ୍ରତିଜ୍ଞା ସେ ଅବ୍ରାହମଙ୍କ ମାଧ୍ୟମରେ ଦେଇଥିଲେ। ଅବ୍ରାହମକୁ କହିଥିଲେ ଯେ ତୁମ ଦ୍ୱାରା ସର୍ବଜଗତର ଲୋକମାନେ ଆଶୀର୍ବାଦ ପ୍ରାପ୍ତ ହେବେ। ଆଉ ସେ ସମୟ କେତେବେଳେ ଉପସ୍ଥିତ ହେଲା? ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଜଗତକୁ ସେ ଅବ୍ରାହମଙ୍କର ସନ୍ତାନ ଭାବରେ ଦାଉଦଙ୍କର ସିଂହାସନ ମାଧ୍ୟମରେ ସେ ଜଗତରେ ଜନ୍ମ ନେଲେ ଏବଂ ସେ ଆପଣଙ୍କ ମହାନ ମୃତ୍ୟୁର କାର୍ଯ୍ୟ, ଯେ ପରିତ୍ରାଣ କାର୍ଯ୍ୟ, ପ୍ରାୟଶ୍ଚିତ୍ତର ବଳିର ଯେଉଁ ଆବଶ୍ୟକ ଥିଲା, ତାହାକୁ ସେ କାଳବରୀ କ୍ରୁଶ ଉପରେ ସାଧନ କଲେ। ଆଉ ସମୟରେ ସେ କାର୍ଯ୍ୟ ସାଧନ କଲେ। ଆଉ ଆଜିକୁ 2000 ବର୍ଷ ଅତିକ୍ରମ କଲାଣି। ଆମମାନେ ତାହାଙ୍କର ସେ ମୃତ୍ୟୁକୁ ସ୍ମରଣ କରିକି ଆମେ ପ୍ରଭୁଙ୍କଠାରେ ଆମଙ୍କର ଧନ୍ୟବାଦ ଆଉ ବଳି ଉତ୍ସର୍ଗ କରୁଛୁ। ଇସ୍ରାଏଲର ଲୋକମାନେ ସେମାନେ ମଧ୍ୟ ପରମେଶ୍ୱରଙ୍କର ସେ ମୁକ୍ତିର ଦିନର ଅପେକ୍ଷା କରି, ବିଶ୍ୱାସ କରି ସେମାନେ ତାଙ୍କର ଧନ୍ୟବାଦ ଆଉ ପ୍ରଶଂସା କରୁଥିଲେ। ସେମାନେ ଅପେକ୍ଷା କରୁଥିଲେ ତାଙ୍କର ମସିହ ଆସିବେ, ତାଙ୍କୁ ଉଦ୍ଧାର କରିବେ। ଆମେ ଆଉ ତାଙ୍କର ମୁକ୍ତିର କାର୍ଯ୍ୟ ପାଇଁ ଅପେକ୍ଷା କରୁନାହୁଁ, ଆମେ ସ୍ମରଣ କରୁଛୁ।
हाँ आमे मध्य प्रभु श्रीकृष्ण से आगमन अपेक्षा करुचु जो दिन से आसवे आम को समस्त को से जगत नहीं जीवे किंतु आमे जिते दिन पर्यंत जगत बंची मंडली सहित आम संयुक्त हो तार अर्थ जो आम प्रभु श्रीकृष्ण को उद्धारकर्ता भाव में ग्रहण करी आमने मंडली सहभागितार अच्छे स्थानीय मंडली जो आम एकत्र होता प्रत्येक रविवार दिन आराधना निमंते प्रभु से आज्ञा को पालन कर प्रभु जो महान आज्ञा दे नूतन नियम दे स्मरण करने our God is a great reminder नहीं कि आम हत भूली जाता महान कार्य को जदि कौन से विधि दे न था तो मेजर थिबा यही रोटी एवं पान पात्र आम प्रत्येक सप्ताह मन पकई दिए आ मन पकईवा ही प्रभु आज्ञा थिला जे तुमने जिते थर यहाँ तुम्हें ग्रहण कर भोजन कर कि पान कर से मते स्मरण कर आते थर आम स्मरण करवा सेते थर आम मृत्युर प्रचार करवा जद्वारा कि जो श्रोता माने प्रभु श्रीकृष्ण को उद्धारकर्ता ग्रहण करना आते प्रभु श्रीकृष्ण मृत्युर परिचय पाई ना यीशु को जानी ना हयत से मंडल था विश्वास दृढ़ीभूत हो प्रभु श्रीकृष्ण को उद्धारकर्ता भाव में ग्रहण कर महान परमेश्वर महान कार्य आम जीवन उपस्थित हो उपयुक्त समय आम निमंते प्रभु श्रीकृष्ण मृत्यु भोग कर उपयुक्त समय आम दिने आम पापर परित्राण पाइबापी प्रभु श्रीकृष्ण विश्वास कर दिन आज पर्यंत आम सहभागिता सामने आसुचु गॉड वर्क्स इन हिज टाइम प्रभु समय कार्य करते आम आम जीवन में प्रभु श्रीकृष्ण को उद्धारकर्ता भाव ग्रहण कलु लेट अस रिमेंबर इवन दैट डे से दिन को आम मन पकेवा जो दिन प्रभु आम जीवन उद्धार कार्य कले आम केमती पापी थिलु आमने सही नरक अभिमुखे यात्रा करूँ कि प्रभु निर्दिष्ट समय आम रक्षा कले फ्रॉम दैट डे आवर लाइफ इज चेंज आम जीवन परिवर्तन हो जाए आवर डायरेक्शन इज चेंज आमर गति परिवर्तन हो जाए आवर लाइफ स्टाइल इज चेंज आमर जीवन शैली परिवर्तन हो जाए आवर थिंकिंग आवर बिलीफ सिस्टम्स एवरीथिंग इज चेंज कारण परमेश्वर से परिवर्तन आनबार परमेश्वर आ परिवर्तन आम जीवन देते प्रभु आम गौरव हो आम से महान परमेश्वर सानिध्य आसवाई कृपार अनुग्रहर छाया तले बसती पाइबापी जीवन में आम सुजोग पाइछुँ तेणु आसु प्रभु महान कार्य बदल में आम कौन देवा आम धन संपत्ति ना कौन देवा प्रभु तो जहाँ देखते सब जिनस को आम दे कौन संतुष्ट हे प्रभु चाहती आम जमी आम भग्न चूर्ण हृदयर कृतज्ञता आम बलि पश्चातर फल पौल जमी सरी एब्रिर लेखक जमी 13:15 कहती तुम पश्चातर फल नियमित भाव प्रभु किसी चाहती ना एक हृदयर बलि जहाँ प्रभु को संतुष्ट करता प्रभु चाहते जिते आम से महान कृपा एवं अनुग्रह एवं परित्राण आस्वादन पाइछु आम नीरव रहा ना ये महान परमेश्वर ठारे आम धन्यवाद बलि को आम उत्सर्ग करवा प्रभु नाम गौरव तुम गान